এই କୁହନ୍ତି ନା ସମୟ ବହୁତ ବଳବାନ। ସମୟ ସବୁବେଳେ ପରିବର୍ତ୍ତନ ହୁଏ। ଯଦି ଖରାପ ସମୟ ଚାଲୁଛି ତ ଅପେକ୍ଷା କର, ଆଉ ଭଲ ସମୟ ଚାଲୁଛି ତ ଧନ୍ୟବାଦ ଦିଅ। ନମସ୍କାର, ମୁଁ ଦେବାଶିଷ। ପୁଣି ଏକ ସୁନ୍ଦର କାହାଣୀ ମାଧ୍ୟମରେ। ଜଣେ ରାଜାଙ୍କ ପାଖରେ ବହୁତ ବଡ଼ ରାଜମହଲ ଥିଲା। ଆଉ ଏହି ବଡ଼ ମହଲ ମଧ୍ୟରେ ଏକ ସୁନ୍ଦର ବଗିଚା ଥିଲା। ବଗିଚାର ଦେଖାରେଖା ପାଇଁ ମାଳି ବି ନିୟୋଜିତ ଥିଲେ। ଆଉ ବଗିଚାର ବହୁତ ସାରା ଅଙ୍ଗୁର ଗଛ ହୋଇଥିଲା। ପ୍ରତ୍ୟେକ ଦିନ ଏକ ଚଢ଼େଇ ଆସି ଏହି ଅଙ୍ଗୁର ଗୁଡ଼ିକ ଖାଇଯାଉଥିଲା। ଚଢ଼େଇଟି ପ୍ରତିଦିନ ଆସିବ, ଯେତେ ମିଠା ଆଙ୍ଗୁର ତକ ଖାଇଯିବ, ଆଉ ଯେଉଁଟା ଖଟା ଲାଗିବ ସବୁତକ ତଳେ ପକାଇଦେବ। ମାଳି ଜଣକ ଏଇଥିରେ ବହୁତ ଚିନ୍ତିତ ଥିଲେ କି ଇଏ ପକ୍ଷୀଟିକୁ କ'ଣ କରାଯିବ। ମାଳି ଜଣକ ଘୋଡ଼େଇବା ପାଇଁ ବହୁତ ଚେଷ୍ଟା ବି କରିଛନ୍ତି। ଅବଶେଷରେ ନ ପାରିକି ଦିନେ ରାଜାଙ୍କ ପାଖକୁ ଯାଇଛନ୍ତି। ମହାରାଜ, ଆପଣ କିଛି କରନ୍ତୁ ସେ ପକ୍ଷୀକୁ, ନହେଲେ ଗୋଟିଏ ଦିନ ସେ ସବୁ ଆଙ୍ଗୁର ଖାଇ ନଷ୍ଟ କରିଦେବ। ରାଜା କହିଛନ୍ତି, ଠିକ୍ ଅଛି, କିଛି ଚିନ୍ତା କରନି, ମୁଁ ଦେଖୁଛି କ'ଣ କରାଯିବ। ରାଜାଙ୍କର ବହୁତ ପ୍ରିୟ ବଗିଚା ଥିଲା। ପରଦିନ ରାଜା ସାହେବ ନିଜେ ଯାଇଛନ୍ତି, ଆଉ ସେ ଆଙ୍ଗୁର ଗଛ ପଛରେ ଲୁଚି ବସିଛନ୍ତି। ଆଉ ଯେମିତି ସେ ଚଢ଼େଇଟି ଆସିଛି, ରାଜା ତାକୁ ଖପ୍ କିନା ଧରି ପକାଇଛନ୍ତି। ଯେମିତି ସେ ପକ୍ଷୀଟିକୁ ଧରିଛନ୍ତି, ପକ୍ଷୀଟି ରାଜାଙ୍କୁ କହିଛି, ହେ ରାଜନ, ମୋତେ କ୍ଷମା କରିଦିଅନ୍ତୁ, ମୋତେ ମାର ନାହିଁ। ମୁଁ ଆପଣଙ୍କୁ 4ଟି ଜ୍ଞାନର କଥା କହିବି। ରାଜା ପୁରାପୁରି ରାଗିକି ଥିଲେ। କହିଲେ, କହ, କ'ଣ କହୁଛୁ? ପକ୍ଷୀଟି କହିଛି, ନିଜ ହାତରେ ଆସିଥିବା ଶତ୍ରୁକୁ କେବେ ବି ଛାଡ଼ନ୍ତୁ ନାହିଁ। ରାଜା କହିଲେ, ଆଉ ଦ୍ୱିତୀୟ କ'ଣ କହ? ପକ୍ଷୀଟି କହିଛି, କେବେ ଅସମ୍ଭବ କଥା ଉପରେ ବିଶ୍ୱାସ କରନ୍ତୁ ନାହିଁ। ରାଜା କହିଛନ୍ତି, ବହୁତ ହେଇଗଲା, ଏବେ ତୃତୀୟ କ'ଣ କହ? ପକ୍ଷୀଟି କହିଛି, ବିତି ଯାଇଥିବା ଘଟଣା ଉପରେ କେବେ ପଶ୍ଚାତାପ କରନ୍ତୁ ନାହିଁ। ରାଜା କହିଛନ୍ତି, ଆଉ ଚତୁର୍ଥ କ'ଣ କହ? ବହୁତ ଖେଳ ଖେଳିଲୁନି, ତ ଖେଳ ଏଇଠି ଖତମ କରିବୁ। ପକ୍ଷୀଟି କହିଛି, ରାଜନ, ମୋତେ ଯେମିତି ଭାବରେ ଧରିଛନ୍ତି ମୁଁ ତ ନିଶ୍ୱାସ ବି ନେଇପାରୁନି, ଟିକେ ଢିଲା କରନ୍ତୁ, ତାପରେ କହୁଛି। ରାଜା ଯେମିତି ଟିକେ ଢିଲା ଛାଡ଼ିଛନ୍ତି, ପକ୍ଷୀଟି ଫୁର୍ତ୍ତ କିନା ଉଡ଼ିକି ଆଉ ଗୋଟେ ଡାଳରେ ବସିଯାଇଛି। ପକ୍ଷୀଟି କହିଛି, ମହାରାଜ, ମୋ ପେଟରେ 2ଟି ହୀରା ଅଛି। ଏମିତି କଥା ଶୁଣିକି ରାଜା ଅନୁତାପ କରିଛନ୍ତି, ଦୁଃଖୀ ହୋଇଯାଇଛନ୍ତି। ରାଜାଙ୍କର ଏମିତି ଚେହେରା ଦେଖି ପକ୍ଷୀଟି କହିଛି କି, ମହାରାଜ, ମୁଁ ଏଇନେ ଯେଉଁ 4ଟି କଥା କହିଲି, ପ୍ରଥମ କଥା କହିଥିଲି ଯେ ନିଜ ହାତରେ ଆସିଥିବା ଶତ୍ରୁକୁ କେବେ ଛାଡ଼ନ୍ତୁ ନାହିଁ। ଆପଣ ତ ହାତରେ ଆସିଥିବା ଶତ୍ରୁ ମାନେ ମୋତେ ଛାଡ଼ିଦେଲେ। ଆଉ ଦ୍ୱିତୀୟ କଥା କହିଥିଲି, ଅସମ୍ଭବ କଥା ଉପରେ କେବେ ବିଶ୍ୱାସ କରନ୍ତୁ ନାହିଁ। କିନ୍ତୁ ଆପଣ ବିଶ୍ୱାସ କରିନେଲେ କି ମୋ ପେଟରେ 2ଟି ହୀରା ଅଛି। ଆଉ ତୃତୀୟରେ କହିଥିଲି ଯେ ଘଟି ଯାଇଥିବା ଘଟଣା ଉପରେ କେବେ ପଶ୍ଚାତାପ କରନ୍ତୁ ନାହିଁ। କିନ୍ତୁ ଆପଣ ଉଦାସ ହୋଇଯାଇଛନ୍ତି, ଆପଣ ଅନୁତାପ କରୁଛନ୍ତି। ଯେହେତୁ ମୋ ପେଟରେ କୌଣସି ହୀରା ହିଁ ନାହିଁ, ଯେଉଁ କଥାର କିଛି ବାସ୍ତବତା ନାହିଁ, ଆପଣ ସେହି କଥାକୁ ନେଇ ଅନୁତାପ କରୁଛନ୍ତି। ସେହି ପକ୍ଷୀଟି କେବଳ ରାଜାଙ୍କୁ ନୁହଁ, କଥାଟି ଆମ ସମସ୍ତଙ୍କୁ କହିଛନ୍ତି। ଆମେ ସବୁବେଳେ ଅତୀତ କଥା ଭାବିଥାଉ, ଭବିଷ୍ୟତର କିଛି ଚିନ୍ତା ନାହିଁ। କିନ୍ତୁ ମୁଁ କହିବି, ବର୍ତ୍ତମାନକୁ ନେଇ ବଞ୍ଚନ୍ତୁ, ଆଉ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ। ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ, ଆଉ ଲକ୍ଷ୍ୟ ପଥରେ ଆଗେଇ ଚାଲନ୍ତୁ। ଜୀବନରେ ଯେଉଁଟା ଘଟି ସାରିଛି ତାହା ଉପରେ ଆପଣଙ୍କର କୌଣସି ନିୟନ୍ତ୍ରଣ ନାହିଁ। କିନ୍ତୁ ଯେଉଁଟା ଘଟିବାକୁ ଯାଉଛି ତାକୁ ନିଶ୍ଚୟ ବଦଳା ଯାଇପାରିବ। ତ ଏଇ ଥିଲା ଆଜିର କାହାଣୀ। ଭଲ ଲାଗିଥିଲେ ଏକ ଲାଇକ୍ କରିଦେବେ। ଏମିତି କାହାଣୀ ଆଗକୁ ଶୁଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଧନ୍ୟବାଦ ସମସ୍ତଙ୍କୁ।